ଅର୍ପଣ ଚାଉଳର ହେଲା ନିଲାମ। 10,300 କୁଇଣ୍ଟାଲ ଚାଉଳର ହେଲା ନିଲାମ। 2,86,000 ଟଙ୍କାରେ ହୋଇଛି ଅର୍ପଣ ଚାଉଳର ନିଲାମ। ଶ୍ରୀମନ୍ଦିର ପାଣ୍ଠିରେ ଏହି ଟଙ୍କା ଜମା କରାଯିବ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ଚାଉଳକୁ ନିଲାମ ନେଲେ ନିମାପଡ଼ା ମା ତାରିଣୀ ରାଇସ୍ ମିଲର ସୁରେଶ କୁମାର ମହାନ୍ତି। 2,86,000 ଟଙ୍କାର ଚାଉଳକୁ ନିଲାମ ନେଲେ। ଚାଉଳ ନିଲାମ ପାଇଁ 5 ଜଣ ଟେଣ୍ଡର ଆବେଦନ କରିଥିଲେ। ପରବର୍ତ୍ତୀ ଖବର ହେଉଛି ତୃତୀୟ ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ରର ଉପବାଚସ୍ପତି। ଅଜିତ ପାୱାରଙ୍କ ନେତୃତ୍ୱରେ ଏନ୍ସିପିର କିଛି ଆଦିବାସୀ ବିଧାୟକ ଏବଂ ବିଧାନସଭାର ଉପବାଚସ୍ପତି ନରହରି ଝରିୱାଲା ଶୁକ୍ରବାର ଦିନ ମୁମ୍ବାଇରେ ମହାରାଷ୍ଟ୍ର ସରକାରଙ୍କର ପ୍ରଶାସନିକ ମୁଖ୍ୟ କାର୍ଯ୍ୟାଳୟ ମନ୍ତ୍ରାଳୟ ଭବନର ତୃତୀୟ ମହଲାରୁ ଡେଇଁ ପଡ଼ିଛନ୍ତି। ସୌଭାଗ୍ୟବଶତଃ ସମସ୍ତେ ବିଲ୍ଡିଂର ସ୍ଥାପିତ ସୁରକ୍ଷା ଜାଲରେ ଫସି ରହି ତଳେ ଚଟାଣରେ ପଡ଼ିବାରୁ ରକ୍ଷା ପାଇଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଦିଆଯାଇଥିଲା। ବାସ୍ତବରେ ସମସ୍ତ ସୁରକ୍ଷା ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିଲେ। ଅଜିତ ପାୱାରଙ୍କର ଏହି ବିଧାୟକଙ୍କ ଦାବି ହେଉଛି ଯେ ଧନଗରମାନଙ୍କୁ ଆଦିବାସୀ ସଂରକ୍ଷଣ କୋଟା ଦିଆଯିବା ଉଚିତ ନୁହେଁ ଏବଂ ସେମାନଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା କରାଯିବା ଉଚିତ। ପରବର୍ତ୍ତୀ ଖବର ହେଉଛି ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା। ସୁରକ୍ଷାକର୍ମୀଙ୍କର ଏନ୍କାଉଣ୍ଟରରେ 36 ନକ୍ସଲ ନିପାତ। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ପରବର୍ତ୍ତୀ ଖବର ହେଉଛି ପିଏମ୍ କିଷାନ କିସ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଡ଼ ଘୋଷଣା। ଦଶହରା ପୂର୍ବରୁ ଚାଷୀମାନଙ୍କ ପାଇଁ ଖୁସି ଖବର ଅଛି। ପିଏମ୍ କିଷାନର 18ତମ କିସ୍ତି ପ୍ରଦାନ କରାଯିବ। ଆସନ୍ତା 5 ତାରିଖରେ ଅର୍ଥାତ୍ ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍ କିଷାନର କିସ୍ତି। ପିଏମ୍ ମୋଦି ଏହି ରାଶି ପ୍ରଦାନ କରାଯିବା ନେଇ ତଥ୍ୟ ରହୁଛି। ରାଜ୍ୟରେ ଭୂମିହୀନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଭୂମିହୀନଙ୍କୁ ପିଏମ୍ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆଉ ଜାଗାର ସମସ୍ୟା ରହିବ ନାହିଁ। ସରକାରୀ ସ୍ତରରେ ଏହି ଜାଗା ଆବଣ୍ଟନ ପ୍ରକ୍ରିୟା ସୁନିଶ୍ଚିତ କରାଯିବ। ଭୂମିହୀନ ହିତାଧିକାରୀଙ୍କ ତାଲିକା ବିଡିଓ ପ୍ରସ୍ତୁତ କରିବା ପରେ ତହସିଲଦାରଙ୍କୁ ଦେବେ। ଆଉ ରାଜସ୍ୱ ନିରୀକ୍ଷକ ମଧ୍ୟ ସମ୍ପୃକ୍ତ ଭୂମିହୀନ ହିତାଧିକାରୀଙ୍କ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନଙ୍କୁ ଘର ଯୋଗାଇ ଦେବା ପ୍ରକ୍ରିୟା ସୁନିଶ୍ଚିତ କରିବା ନିମନ୍ତେ ଆଜି ଅନ୍ତର୍ବର୍ତ୍ତୀ ବିଭାଗର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିବା ତଥ୍ୟ ରହୁଛି। ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ରାଜା। ଜନତା ଚାହିଁଲେ ଗୋଟିଏ ଦଳକୁ ଦୀର୍ଘ ଦିନ ଧରି ଶାସନ ଗାଦିରେ ବସାଇ ପାରିବେ ଏବଂ ଜନତା ଚାହିଁଲେ ଗୋଟିଏ ଦଳକୁ କ୍ଷଣକ ମଧ୍ୟରେ କ୍ଷମତାଚ୍ୟୁତ ମଧ୍ୟ କରିପାରିବେ। ଗୋଟିଏ ଗୋଟିଏ ଭୋଟ ଏପରି ଭାବେ 140 କୋଟି ଜନତା ସେମାନଙ୍କ ରାଜା ବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ବାଛିଥାନ୍ତି। ଆଜି ଯେଉଁ ଦଳ ଶାସନ ଗାଦିରେ ରହିଛନ୍ତି ବା ହୁଏତ ସେମାନେ ଆଗକୁ ନ ରହିପାରନ୍ତି, ସେ ଦଳକୁ ବିରୋଧୀ ଆସନରେ ବସାଇ ଦେବେ। ତେଣୁ ଜନତା ଆଗରେ କୌଣସି ଦଳର ଗର୍ବ ଅହଙ୍କାର ଚଳିବ ନାହିଁ। ତେବେ ଓଡ଼ିଶାର ଶାସନ ଉପରେ ଯଦି ଦୃଷ୍ଟି ପକାଇବେ ତେବେ ଦୀର୍ଘ 24 ବର୍ଷ ଧରି ବିଜେଡି ଶାସନ କରୁଥିଲେ। ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟର ଅନେକ ବିକାଶ ହୋଇଥିଲା। ପ୍ରାକୃତିକ ଦୁର୍ବିପାକ ସମୟରେ ନବୀନ ଯେଉଁ ଉଚ୍ଚ କୋଟିର କାର୍ଯ୍ୟ କରିଥିଲେ ତାକୁ ମିଳିତ ଜାତିସଂଘ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ତେବେ ଦୀର୍ଘ 2 ଦଶନ୍ଧି ଧରି ଶାସନ କରିବା ପରେ ବିଜେଡି ଶାସନର ଅନ୍ତ ଘଟିଥିଲେ ରାଜ୍ୟବାସୀ। ଏହାପରେ ରାଜ୍ୟର ବିଜେପି ଶାସନର ପ୍ରଥମ ଥର ସରକାର ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ନେତୃତ୍ୱରେ ଏବେ ବିଜେପି ସରକାର ଅନେକ ଯୋଜନା ହାତକୁ ନେଇଛି। ରାଜ୍ୟର ବିକାଶ ଦିଗରେ ଅଗ୍ରସର କରିଥିବା ପାଇଁ ଭାଜପା ସରକାର ଅନେକ ସ୍ୱପ୍ନ ଦେଖିଛି।
ଗଣତନ୍ତ୍ରର ସରକାର ଆସିବା ଯିବା ଏକ ସାଧାରଣ କଥା, ମାତ୍ର ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ ତଥା ଦେଶର ବିକାଶ ହେବା ନିହାତି ଜରୁରୀ। ପରବର୍ତ୍ତୀ ଖବର ହେଉଛି ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏଜେ ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ। ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତିର ଗଭୀର ଚିନ୍ତାଜନକ ବୋଲି ବୈଠକରେ ଦର୍ଶାଯାଇଛି। ଏଥିସହିତ ଏହି ସଂକଟର ଆହୁରି ବ୍ୟାପକ ହେଲେ ବାଣିଜ୍ୟ, ତୈଳ, ପେଟ୍ରୋଲିୟମ ଉତ୍ପାଦନର ସପ୍ଲାଏ ଚେନ୍ ଓ ଜାହାଜର ଚଳାଚଳ ଆଦି କ୍ଷେତ୍ରରେ ଭାରତ କିଭଳି ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ସେ ସମ୍ପର୍କରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର ହେଉଛି କୋରାପୁଟ, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ଭିତ୍ତିକ ଶିକ୍ଷା ନିଯୁକ୍ତି ଦାବି ପାଇଁ ଦିନକ ପାଇଁ ଠପ୍ ଅଭିଭୁକ୍ତ କୋରାପୁଟ ଜିଲ୍ଲା। ରାଜ୍ୟ ସରକାର ତୁରନ୍ତ ରାଜ୍ୟ ଭିତ୍ତିକ ଶିକ୍ଷା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦ ଓ ବିକ୍ଷୋଭ। ଏହି 4 ଜିଲ୍ଲାର ବିଭିନ୍ନ ସାମାଜିକ, ରାଜନୈତିକ ଓ ଅନ୍ୟାନ୍ୟ ସାଂଗଠନିକୁ ଏକାଠି କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି। କୋରାପୁଟ ଜିଲ୍ଲା ଜୟପୁର ସହରର 12 ଘଣ୍ଟିଆ ବନ୍ଦ ପାଳନ କରିବା ସକାଳ 6ଟାରୁ ଆରମ୍ଭ ହୋଇଥିଲା। 26 ନମ୍ବର ଜାତୀୟ ରାଜପଥରେ ଏକାଠି ହୋଇଥିଲେ ଦଳମତ ନିର୍ବିଶେଷରେ ସବୁ ଦଳ ଓ ସଂଗଠନର ନେତା। ପରବର୍ତ୍ତୀ ଖବର ହେଉଛି ସରକାରଙ୍କ ତରଫରୁ ରାଜ୍ୟରେ କୃଷି ଏବଂ କୃଷକ ସଶକ୍ତିକରଣ ନିମନ୍ତେ ବହୁ ବିଧି ପଦକ୍ଷେପ ନିଆଯାଉଥିବା ବେଳେ ପ୍ରଶାସନିକ ଅଧିକାରୀମାନେ କୃଷି ଏବଂ କୃଷକ ସଶକ୍ତିକରଣ ନିମନ୍ତେ ଆନ୍ତରିକତା ସହ ବିଭାଗୀୟ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ସମୀକ୍ଷା କରିଛନ୍ତି। ସେ ବୈଠକରେ କୃଷକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଧାନର କିଣା ବିକାରେ କୌଣସି ପ୍ରକାର ଦୁର୍ନୀତି ପ୍ରଶ୍ରୟ ଦିଆଯିବ ନାହିଁ। ସେଥିପାଇଁ ପ୍ରତ୍ୟେକ ମଣ୍ଡିରେ ସିସିଟିଭି କ୍ୟାମେରା ଓ କ୍ୱାଲିଟି ଆନାଲାଇଜ ମେସିନ୍ ଲଗାଯିବା ପାଇଁ ପଦକ୍ଷେପ ନିଆଯିବାକୁ ଗୁରୁତ୍ୱପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ପରବର୍ତ୍ତୀ ଖବର ହେଉଛି ଟାଟାଠୁ ନେଇ ଆଦାନୀ ଗ୍ରୁପ୍ ଯାଏ ଇସ୍ରାଏଲ ଇରାନ ଯୁଦ୍ଧକୁ ନେଇ ଚିନ୍ତାରେ ଭାରତୀୟ କମ୍ପାନୀ। ପରବର୍ତ୍ତୀ ଖବର ହେଉଛି ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ସମସ୍ୟା। ସମଗ୍ର ମାନବ ଜଗତ ସମ୍ପୃକ୍ତି ଜଳବାୟୁ ପରିବର୍ତ୍ତନ ଖରାପ ପରିମାଣ ଭୋଗ କରୁଛି। ଏବେ ଆମ ହାତରୁ ସମୟ ସରି ସରି ଯାଉଛି। ତେଣୁ ଆମେ କେବଳ ଚୁପ୍ ବସି ଏହି ଦୃଶ୍ୟ ଦେଖିବା ନାହିଁ। ସମଗ୍ର ଜୀବଜଗତ ପ୍ରତି ମାଡ଼ି ଆସୁଥିବା ଜଳବାୟୁ ଜନିତ ଭୟାବହ ସଙ୍କଟ ସମ୍ପର୍କରେ ସତର୍କ କରାଇବା ସହ ହାତରେ ହାତ ମିଶାଇ ପ୍ରକୃତି ମା'ର ସୁରକ୍ଷା ପାଇଁ ସକାରାତ୍ମକ ଦିଗରେ ଆମେ ସମସ୍ତେ କାମ କରିବାର ଆବଶ୍ୟକ ରହିଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଗତକାଲି ଭୁବନେଶ୍ୱରରେ ସାମ୍ବାଦିକ ପକ୍ଷରୁ ଆୟୋଜକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି କେବଳ ବ୍ୟାପକ ଜଳସେଚନ ଓ ଦୃଢ଼ ରାଜନୈତିକ ମାନସିକତା ହିଁ ଜଳବାୟୁ ପରିବର୍ତ୍ତନ ଜନିତ ବିଷମ ପରିସ୍ଥିତିରୁ ବଡ଼ ପରିବର୍ତ୍ତନ ଆଣିପାରିବ। କିନ୍ତୁ ଆମେ କାରଣ ପାଇଁ ଅଧିକ ରାଜନୈତିକ ଦଳ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ମୁକାବିଲା ପାଇଁ ପଛଘୁଞ୍ଚା ଦେଉଛନ୍ତି। ପ୍ରକୃତରେ ବିପର୍ଯ୍ୟୟ ଦୃଢ଼ ମୁକାବିଲା କରି କିଭଳି ଆଗକୁ
ଯାଇ ହୁଏ ସେ ସମ୍ପର୍କରେ ଅବତରଣ କରିବା। ନବୀନ 1999 ମହାବାତ୍ୟାର ବିଧ୍ୱଂସ ଲୀଳା ଓ ତତ୍ପରବର୍ତ୍ତୀ ବିକାଶ ଓଡ଼ିଶାର ସମ୍ପର୍କରେ ଲୋକପାତ କରିଥିଲେ।